ଚିରସ୍ଥାୟୀ ନଗର ଓ ନାଗରିକତା। ହଁ ପ୍ରିୟମାନେ, ଏହି ସମ୍ପର୍କରେ ଆମେ ସଂକ୍ଷିପ୍ତ ଭାବେ ଆମେ ଈଶ୍ୱରଙ୍କର ବାକ୍ୟରୁ ଦେଖିବା, ଯାହା ଲେଖାଯାଏ ଫିଲିପିଓ 3:20 ଆମେ ଏଠାରେ ଦେଖୁ, ଏମିତି ଲେଖାଯାଏ, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ଆମମାନଙ୍କର ପରିଚୟ ଏଠାରେ ଆମେ ଦେଖୁ ଯେ ଆମ୍ଭମାନଙ୍କୁ ପ୍ରଭୁ ଜଣାଇ ଦେଇଛନ୍ତି ଯେ ଆମମାନଙ୍କର ନାଗରିକତା ବା ଆମ୍ଭେମାନେ ହେଉଛୁ ସ୍ୱର୍ଗର ପ୍ରଜା। ଆୱାର ସିଟିଜନସିପ୍ ଇଜ୍ ଇନ୍ ହେଭେନ୍। ଏହି ବିଷୟ ହିଁ ଆମେ ଦେଖୁ ଏଠାରେ। ଆଉ ସେଇ ସିଟିଜନସିପ୍ ବା ସେଇ ନାଗରିକତା ଯାହାକି ସ୍ୱର୍ଗର ଆମେ ପ୍ରାପ୍ତ ହେଇଛୁ, ତାର ଅପେକ୍ଷାରେ ଆମେ ଅଛୁ। କାରଣ ଏଇଠାରେ ଆମମାନଙ୍କର ଚିରସ୍ଥାୟୀ ନଗର ନୁହେଁ ବୋଲି ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ। ଏବ୍ରି 13:14 ଯଦି ଆମେ ପାଠ କରିବା, ଈଶ୍ୱରଙ୍କର ବାକ୍ୟ ଏହା କହେ, କାରଣ ଏଠାରେ ଆମମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। ଏହା ହେଉଛି ଆମମାନଙ୍କର ପ୍ରକୃତ ସତ୍ୟତା ଓ ଅବସ୍ଥା। ଏହି ଜଗତ ଆମମାନଙ୍କର ସବୁଦିନ ନିମନ୍ତେ ରହିବାର ନଗର ବା ଚିରସ୍ଥାୟୀ ନଗର ନୁହେଁ। ଆମମାନଙ୍କର ଭବିଷ୍ୟତର ସେ ଚିରସ୍ଥାୟୀ ନଗର ତାହା ହେଉଛି ସ୍ୱର୍ଗ। ତାହା ହିଁ ଆମେ ଅନ୍ୱେଷଣ କରୁଅଛୁ। ଏହି ଜଗତର ଥାଇ ଆଜି ଅନେକ ସେ ସ୍ୱର୍ଗ ନିମନ୍ତେ ସେମାନେ ଇଚ୍ଛା କରୁଛନ୍ତି, କିନ୍ତୁ ପ୍ରଭୁ ସ୍ୱୟଂ ପରମେଶ୍ୱର ସୃଷ୍ଟିକର୍ତ୍ତା ପ୍ରେମମୟ, ସେ ହିଁ ଆମମାନଙ୍କୁ ତାଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ସ୍ୱର୍ଗର ଯାତ୍ରୀ ହେବା ପାଇଁ ଅନୁଗ୍ରହ କରିଅଛନ୍ତି। ଯେତେଜଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଅଛନ୍ତି, ସେମାନଙ୍କୁ ହିଁ ସେ ଏହି ଅଧିକାର ଦେଇଅଛନ୍ତି ସ୍ୱର୍ଗର ଯାତ୍ରୀ, ସ୍ୱର୍ଗର ନାଗରିକ ହେବା ନିମନ୍ତେ। ଆଉ ବିଶେଷ କରି ଯେତେବେଳେ କି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁ, ଆମମାନଙ୍କୁ ସେତେବେଳେ ଜ୍ଞାତ କରାଯାଏ ଯେ ଏହି ଜଗତ ଆମମାନଙ୍କ ନିମନ୍ତେ ନୁହେଁ। ଆଉ ଆମେ ଜାଣିବା ଉଚିତ ଯେ ନିଜ ନିଜ ଶରୀର ବା ଆମେ ନିଜେ ମଧ୍ୟ ଆମେ ନିଜର ନାହୁଁ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ କ୍ରୟ କରିଅଛନ୍ତି। ତାଙ୍କ ଜୀବନ ଦ୍ୱାରା ଆମମାନଙ୍କୁ ଜୀବନ, ନୂତନ ଜୀବନ ବା ଅନନ୍ତ ଜୀବନ, ଚିରସ୍ଥାୟୀର ସେ ଜୀବନ ଦେଇଛନ୍ତି। ତେଣୁକରି ଏହି ଜଗତ ବି ଅସ୍ଥାୟୀ, ଆମମାନଙ୍କର ଏହି ଜୀବନ ମଧ୍ୟ ଅସ୍ଥାୟୀ। ଏ ଜଗତ ବି ଆମମାନଙ୍କ ନିମନ୍ତେ ନୁହେଁ, ଆଉ ଆମେ ନିଜେ ମଧ୍ୟ ଆମେ ନିଜର ନାହୁଁ। ପ୍ରଭୁଙ୍କର ବାକ୍ୟ 1 Corinthians 6:19 ଆମେ ଦେଖୁ, ଅବା ତୁମମାନଙ୍କର ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ ତୁମ୍ଭେ ମାନେ ନିଜେ ନିଜର ନୁହଁ। ଆମମାନେ ନିଜେ ନିଜର ନାହୁଁ। ହଁ ପ୍ରିୟମାନେ, ଯେତେଜଣ ପୂର୍ବରୁ ଆମମାନଙ୍କର ପ୍ରିୟମାନେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ଆଉ ପ୍ରାଣ ତ୍ୟାଗ କଲେ, ଆଉ ସେମାନେ ସେଇ ପ୍ରତିଜ୍ଞାତ ଫଳପ୍ରାପ୍ତ ହେଲେ ନାହିଁ, ବା ଆମମାନଙ୍କୁ ଯେଉଁ ପ୍ରଭୁ ଅନୁଗ୍ରହ କଲେ, ଆମମାନଙ୍କୁ ଯେଉଁ ଅନୁଗ୍ରହ ଦେଇ ଏହି ଜଗତରେ ଆମମାନଙ୍କୁ ରଖିଅଛନ୍ତି, ଆଉ ଆମମାନେ ଯେ ଏହି ଜଗତରେ ସବୁଦିନ ନିମନ୍ତେ ରହିବାର ନାହିଁ। ଆମର ଚିରସ୍ଥାୟୀ ନଗର ଯଦି ସ୍ୱର୍ଗ, ତାହେଲେ ଆମେ ତାର ଅନ୍ୱେଷଣ କରୁଅଛୁ। ଆଉ ଏହି ଜଗତରେ ଥିବା ପର୍ଯ୍ୟନ୍ତ ଆମମାନଙ୍କର ପରିଚୟ ବିଦେଶୀ ବା ପ୍ରବାସୀ ବୋଲି। ତେଣୁକରି ଆମେ ପ୍ରଭୁଙ୍କର ବାକ୍ୟରେ ବି ଦେଖୁ, ଏବ୍ରି 11:13 ଏ ସମସ୍ତ ବିଶ୍ୱାସରେ ପ୍ରାଣ ତ୍ୟାଗ କଲେ। ଆମର ପୂର୍ବ ଯେଉଁମାନେ ପ୍ରଭୁଙ୍କୁ ଗ୍ରହଣ କରି ପ୍ରଭୁଙ୍କୁ ବିଶ୍ୱାସ କରିଥିଲେ, ପ୍ରଭୁଙ୍କର ସେଇ ଧାର୍ମିକମାନେ, ପ୍ରଭୁଙ୍କର ପୂର୍ବପୁରୁଷ ମନୋନୀତ ଲୋକମାନେ, ସେମାନେ ପ୍ରାଣ ତ୍ୟାଗ କଲେ ବିଶ୍ୱାସରେ। ସେମାନେ ପ୍ରତିଜ୍ଞାତ ଫଳ ପ୍ରାପ୍ତ ହେଲେ ନାହିଁ, ମାତ୍ର ଦୂରରୁ ତାହା ଦେଖି ଅଭିନନ୍ଦନ କଲେ ଏବଂ ପୃଥିବୀରେ ଆପଣମାନଙ୍କୁ ବିଦେଶୀ ଓ ପ୍ରବାସୀ ବୋଲି ସ୍ୱୀକାର କଲେ। ଆମେ ଜାଣୁ ଯେଉଁମାନେ ଏପରି ନିଜକୁ କରିଅଛନ୍ତି, ଆଉ ସେମାନଙ୍କ ନିମନ୍ତେ ସେଇ ଦେଶକୁ ସେମାନେ ଅନ୍ୱେଷଣ କରୁଥିଲେ। ଏବ୍ରି 11:14 କାରଣ ଯେଉଁମାନେ ଏପରି କଥା କହନ୍ତି, ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି। ହଁ ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟରେ ଏହା ଦେଖୁ ଯେ ସେମାନଙ୍କର ମଧ୍ୟ ଗୋଟେ ଅନ୍ୱେଷଣର ଗୋଟିଏ ଦେଶ ଅଛି। ଆଉ ଦେଶ ଥିଲା ସେତେବେଳେ ସେମାନେ ସେଇ ବିଶ୍ୱାସରେ ପ୍ରାଣ ତ୍ୟାଗ କରି ସେମାନେ
ଯେ ନିଜକୁ ପ୍ରବାସୀ ଆଉ ବିଦେଶୀ ଭାବେ ଏହି ଜଗତରେ ରଖିଥିଲେ। ଆଉ ଆମେ ଯଦି ପ୍ରଭୁଙ୍କର ବାକ୍ୟରେ ଦେଖୁ ସେ 16 ପଦରେ ଏବ୍ରି 11:16 ସେଠାରେ ଲେଖାଯାଏ, କିନ୍ତୁ ସେମାନେ ଗୋଟିଏ ଉତ୍କୃଷ୍ଟତର ଅର୍ଥାତ୍ ସ୍ୱର୍ଗୀୟ ଦେଶର ଆକାଂକ୍ଷା କରୁଥିଲେ। ଏହେତୁ ଈଶ୍ୱର ସେମାନଙ୍କର ଈଶ୍ୱର ବୋଲି ଖ୍ୟାତ ହେବାକୁ ସେମାନଙ୍କର ସମ୍ବନ୍ଧରେ ଲଜ୍ଜିତ ନୁହନ୍ତି, କାରଣ ସେ ସେମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି। ଏହି ବାକ୍ୟ ଆମମାନଙ୍କୁ ଜ୍ଞାତ କରାଏ ଯେ ଆମମାନଙ୍କର ପ୍ରଭୁ ଆମମାନଙ୍କ ନିମନ୍ତେ ଗୋଟିଏ ନଗର ପ୍ରସ୍ତୁତ କରିଅଛନ୍ତି, ତାହା ଚିରସ୍ଥାୟୀ ନଗର। ଆଉ ଆମମାନଙ୍କର ନିମନ୍ତେ ଯେତେ ଜଣ ସେହି ନଗର ଚିରସ୍ଥାୟୀ ସ୍ୱର୍ଗ, ସେହି ନଗର ଆଉ ପ୍ରଭୁଙ୍କ ନିକଟରେ ଯିବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ପଥ, ସତ୍ୟ ଓ ଜୀବନ। ତାହାଙ୍କ ଦ୍ୱାରା ହିଁ ଆମେ ସ୍ୱର୍ଗକୁ ଯାଇପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ପାପ, ଆପଣଙ୍କ ପାପ, ସମସ୍ତଙ୍କ ପାପ ନିମନ୍ତେ ନିଜକୁ କାଲବରୀ କ୍ରୁଶ ଉପରେ ଝୁଲାଇ ଦେଲେ, ମୃତ୍ୟୁବରଣ କଲେ, ରକ୍ତ ଝରାଇଲେ। ଆଉ ଆମମାନଙ୍କ ନିମନ୍ତେ ମୃତ୍ୟୁବରଣ କରି ତୃତୀୟ ଦିନ ପୁନରୁତ୍ଥିତ ହେଲେ, ଜି ଉଠିଲେ। ଏକମାତ୍ର ସତ୍ୟ ଜୀବିତ ପରମେଶ୍ୱର, ତାଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ଜୀବନରେ ମୁକ୍ତି, ପାପରୁ କ୍ଷମା, ପରିତ୍ରାଣ ମିଳିଥାଏ। ଆଉ ସେମାନେ ହିଁ ସ୍ୱର୍ଗ ଯାଇଥାନ୍ତି, ଆଉ ସେମାନଙ୍କୁ ହିଁ ପ୍ରଭୁ ତାଙ୍କର ଚିରସ୍ଥାୟୀ ନଗରରେ ନେଇଥାନ୍ତି। ହଁ ପ୍ରିୟମାନେ, ଏହି ଜଗତରେ ଆମେ ଅଛୁ। ଏହି ଜଗତରେ ବଞ୍ଚିଥିବା ସମୟରେ ଆମମାନଙ୍କ ନିମନ୍ତେ କ୍ଲେଶ ଅଛି, ଦୁଃଖ ଅଛି, ଅନେକ ରୋଗ ଅଛି, ସମସ୍ୟା ଅଛି। କିନ୍ତୁ ଏହି ଜଗତରେ ଆମମାନେ ଗୋଟିଏ ବିଦେଶୀ ଆଉ ପ୍ରବାସୀ ସଦୃଶ୍ୟ। ଆମମାନଙ୍କର ଚିରସ୍ଥାୟୀ ନଗର ଯେ ଏହି ଜଗତ ନୁହେଁ, କିନ୍ତୁ ପ୍ରଭୁ ଆମମାନଙ୍କୁ କହିଛନ୍ତି ତୁମମାନଙ୍କର ଚିରସ୍ଥାୟୀ ନଗର ସ୍ୱର୍ଗ, ଯେଉଁଠି ଆମମାନଙ୍କର ପରମେଶ୍ୱର ବାସ କରନ୍ତି। ଆଉ ସେଇ ସ୍ୱର୍ଗ ଯାହାକି ସ୍ୱର୍ଗର ପ୍ରଜା ଭାବେ ଆମମାନଙ୍କୁ ପ୍ରଭୁ ସେଇ ନାଗରିକତ୍ୱ ତା ଦେଇଛନ୍ତି, ନାଗରିକତା ଦେଇଅଛନ୍ତି। ଆଉ ଆମମାନେ ଆମମାନଙ୍କର ସ୍ୱର୍ଗର ପ୍ରଜା ହୋଇଥିବାର ଆମମାନେ ଆଗକୁ ବଢ଼ିବା ସେଇ ଭରସାରେ ପ୍ରଭୁ ଆମମାନଙ୍କୁ ଏହି ଛୋଟ ସଂକ୍ଷିପ୍ତ ସତ୍ୟତାରେ ଚିନ୍ତାରେ ଅନୁଗ୍ରହ କରନ୍ତୁ। ଧନ୍ୟବାଦ।